आज तुम मध्याह्न भोजन खाइल खाइल कौन सब खाओ? अंडा भात तरकारी सर। सोमवार दिन अंडा, बुधवार दिन अंडा सर, शुक्रवार दिन अंडा, सोमवार दिन अंडा सर, बुधवार दिन अंडा सर, शुक्रवार दिन अंडा सर, आउ मंगलवार दिन रे सोया बड़ी, शनिवार दिन सोया बड़ी सर। तो सार मन तो दौरान तुम केमती लगुच भल लगुच ना भल लाଗୁଛି ସାର୍। तुमको जो खाद्य दिया सफिशिएंट पेट्रोल भर्ती जाऊ ହଁ ସାର୍। हैं ହଁ ସାର୍। भोक लागु नहीं ଲାଗୁଛି ସାର୍। କେତେ କେତେବେଳେ ଭୋକ ଲାଗୁଛି? 4ଟା ବେଳକୁ। ଆଉ ସାର୍ ମାନଙ୍କୁ ଆଉ ଥର ମାଗିଲେ ଦଉଛନ୍ତି ନା ନାହିଁ? ଦେବେ ସାର୍। ଦେବେ ସାର୍। ମୋ ନାଁ ହେଉଛି ଗୋପବନ୍ଧୁ ବାଙ୍କିଆ, ପ୍ରଧାନ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଙ୍ଗରାପ। ସାର୍, ସରକାରଙ୍କର ଯେଉଁ ମଧ୍ୟାହ୍ନ ଭୋଜନ ପରିଚାଳନା ମେନୁ ଚାର୍ଟ ଅନୁଯାୟୀ ସୋମବାର, ବୁଧବାର ଆଉ ଶନିବାର ଦିନ ଭାତ ସହିତ ଅଣ୍ଡା ତରକାରୀ ଦିଆହେଉଛି। ମଙ୍ଗଳବାର ଆଉ ଶନିବାର ଦିନ ସୋୟାବଡ଼ି ତରକାରୀ, ଆଉ ଗୁରୁବାର ଦିନ ଡାଲମା ଭାତ ଦିଆହେଉଛି। ସାର୍, ପ୍ରାଇମେରୀ ପାଇଁ ଚାଉଳ 100 ଗ୍ରାମ, ଅପର ପ୍ରାଇମେରୀ ପାଇଁ 150 ଗ୍ରାମ। ସେ ଅନୁସାରେ ମାପ କରିକି ପିଲାମାନଙ୍କୁ ଖାଇବାକୁ ଦିଆହେଉଛି। ରୋଷେଇ ପରିବେଶ ଆମେ ସବୁଦିନ ନିଟ୍ ଆଣ୍ଡ କ୍ଲିନ୍ କରିବା ପାଇଁ କହୁଛୁ, ଆସିକି ଦେଖୁଛୁ। ରୋଷେଇ ଆସିଲା ପରେ ରୋଷେଇଆମାନଙ୍କୁ କହିକି ପରିଷ୍କାର ପରିଚ୍ଛନ୍ନ ହେଲା ପରେ ଯାଇକି ଆମେ ରୋଷେଇ କାର୍ଯ୍ୟ କରିବା ପାଇଁ କହୁଛୁ ସାର୍, ଆଉ ନିଜେ ବି ତଦାରଖ କରୁଛୁ। ସାର୍, ଆଜି ଭାତ ସହିତ ଅଣ୍ଡା ତରକାରୀ ଥିଲା। ନାଇଁ ସାର୍, ବୁଧବାର ଅଣ୍ଡା ଦିନ ଆମେ ଅଣ୍ଡା ଝୋଳ ତରକାରୀ କରିବା ତାହିଁରେ ପନିପରିବା ବି ପକାଉଛୁ, ପକେଇକି ଅଣ୍ଡା ସହିତ ତରକାରୀ କରି ଦେଉଛୁ। ନାଇଁ ସାର୍, ଆମ ପାଖରେ ନାହିଁ। ଆମେ ମଧ୍ୟାହ୍ନ ଭୋଜନ ପାଇଁ ବହୁତ ଷ୍ଟିକ୍ ଅପ୍ ରହୁଛୁ। ପିଲା କେମିତି ଭଲରେ ଖାଇବେ, କୌଣସି ଅସୁବିଧା ନ ହୁଅନ୍ତୁ, ସେଥିପ୍ରତି ଆମେ ସବୁବେଳେ ଦୃଷ୍ଟି ରହୁଛୁ। ଏତିକି ଭାତ लो पेट पूरे नहीं କେତେ ବରା ଦରକାର ତୁ ବୁତେ ରହିଲେ ହେତା ନାଇଁ କି?